ଯୁବପିଢ଼ି ନିଶାସକ୍ତ ହୋଇ ବିପଦଗାମୀ ନ ହେବା ପାଇଁ ପାଦରେ ଚାଲି ଚାଲି ସଚେତନ କରାଉଛନ୍ତି ଆସାମର ଯୁବକ। 6ଟି ରାଜ୍ୟ ଅତିକ୍ରମ କରି 206 ଦିନରେ ପହଞ୍ଚିଲେ ଢେଙ୍କାନାଳରେ। ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଯାଇ ସଚେତନ ସମ୍ପର୍କିତ ଦେଲେ ବାର୍ତ୍ତା। ଡ୍ରଗ୍ସ ସଚେତନ ପାଇଁ ଯୁବକଙ୍କ ପାଦରେ ଚାଲି ଚାଲି ଭାରତ ଭ୍ରମଣକୁ ସ୍ୱାଗତ ଜଣାଇଲେ ଢେଙ୍କାନାଳବାସୀ। ସାରା ଭାରତ ବର୍ଷରେ ଛାତ୍ର ଓ ଯୁବ ସମାଜ ପାଠପଢ଼ା ସମୟରୁ ବିଭିନ୍ନ ସାଙ୍ଗ ସାଥିରେ ମିଶି ବିଭିନ୍ନ ନିଶା ଦ୍ରବ୍ୟ ସେବନ କରି ପଥଭ୍ରଷ୍ଟ ହେବା ସହ ନିଜ ଜୀବନକୁ ଅସୁରକ୍ଷିତ କରିବା ସହ ପରିବାର ସମାଜ ଓ ବନ୍ଧୁବର୍ଗଙ୍କ ମଧ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ଆଜିର ଯୁବ ସମାଜକୁ ନିଶାମୁକ୍ତ କରିବା ଉଦ୍ଦେଶ୍ୟ ନେଇ ଆସାମ ରାଜ୍ୟର ଶ୍ରୀ ଭୂମି ଅଞ୍ଚଳର ତଲବ ଦେବ ପାଦରେ ଚାଲି ଚାଲି ଭାରତ ଭ୍ରମଣ ପଦଯାତ୍ରାରେ ଆସି ପ୍ରାୟ 6ଟି ରାଜ୍ୟ ଅତିକ୍ରମ କରିବା ପରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ପହଞ୍ଚିଛନ୍ତି। ଯୁବକ ଜଣକ ଢେଙ୍କାନାଳରେ ପହଞ୍ଚିବା ବେଳେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ଅଧିକାରୀଙ୍କୁ ଦେଖା କରିବା ସହ ଡ୍ରଗ୍ସ ସଚେତନତା ସମ୍ପର୍କରେ ଆଲୋଚନା କରିଥିଲେ। ନିଶାମୁକ୍ତ ଭାରତ ଗଠନ କରିବା ଉଦ୍ଦେଶ୍ୟ ରଖି ଡ୍ରଗ୍ସ ସେବନର ଅପକାରିତା ସମ୍ପର୍କରେ ସଚେତନ କରିବା ପାଇଁ ଏହି ପଦଯାତ୍ରା କରୁଥିବା ସୂଚନା ଦେଇଛନ୍ତି। ଢେଙ୍କାନାଳର ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଛି। ଢେଙ୍କାନାଳରୁ ଅକ୍ଷୟ କୁମାର ନନ୍ଦଙ୍କ ରିପୋର୍ଟ, ଏୱାନ୍ ଓଡ଼ିଶା।